अरे राहुल बापा तू एठी एकुटिया बसिଛୁ कौन ହେଇଛି ତୋର କିଛି ନାହିଁ ବୋଉ ମୁଁ ଏମିତି ବସିଛି ଆରେ ତୁ ପରା ପାଠ ପଢିବାକୁ ସହରକୁ ଯିବୁ ସହରରେ ରହିବୁ ପାଠ ପଢି ବଡ ମଣିଷ ହବୁ ହଁ ଲୋ ବୋଉ ପାଠ ପଢି ବଡ ମଣିଷ ହବାକୁ ଭାରି ଇଚ୍ଛା ହୁଏ ହେଲେ ତାହା ସମସ୍ତଙ୍କ ଭାଗ୍ୟରେ ନଥାଏ ଲୋ ବୋଉ ତାହେଲେ ଆମ ରାହୁଲ କଣ ପାଠ ପଢିବାକୁ ସହରକୁ ଯିବନି? ଇଞ୍ଜିନିୟରିଂରେ ନାମ ଲେଖାଇବା ପାଇଁ ଗୁଡ଼ାଏ ଟଙ୍କା ଦରକାର ଆଉ ହଷ୍ଟେଲରେ ରହି ପଢିବାକୁ ହେଲେ ମାସିକ 3,000 ରୁ 4,000 ଟଙ୍କା ଦରକାର ଏତେ ଗୁଡ଼ାଏ ଟଙ୍କା ଆମ ପକ୍ଷେ ସମ୍ଭବ ନୁହେଁ ନା ବାପା ଆରେ ତୁ ପରା ସକାଳେ ବ୍ୟାଙ୍କ ଯାଇଥିଲୁ ଯାଇଥିଲି ହେଲେ ଲୋନ୍ କରିଦେବା ପାଇଁ ମ୍ୟାନେଜର 50,000 ଟଙ୍କା ଲାଞ୍ଚ ମାଗୁଛି ବୁଝିଲୁ ବୋଉ ଏଠି ସମସ୍ତେ ସ୍ୱାର୍ଥପର ପିଅନ ଠାରୁ ଉଚ୍ଚ ପଦାଧିକାରୀ ପର୍ଯ୍ୟନ୍ତ ସମସ୍ତେ ଟଙ୍କା ପଛରେ ପାଗଳ ଆଉ ଆମ ପରି ଗରିବ ମାନଙ୍କ କଥା ପଚାରେ କିଏ ତାହେଲେ ଆମ ରାହୁଲ କଣ ପାଠ ପଢି ମଣିଷ ପରି ମଣିଷଟିଏ ହୋଇପାରିବନି? କିଏ କହିଲେ ହବନି ନିଶ୍ଚୟ ହବ ଆମ ରାହୁଲ ପାଠ ପଢିବ ଆଉ ମଣିଷ ପରି ମଣିଷଟିଏ ହବ। ଆରେ ଅଭିଜି ମଉସା ପ୍ରଣାମ ଆଉ ଭାଉଜ କେମିତି ଅଛ? ମୁଁ ଠିକ ଅଛି ତୁ ହଠାତ୍ ଆମ ଘରକୁ କେମିତି? ଆରେ କେମିତି ଆସିପାରି ନଥାନ୍ତି କହିଲୁ ସକାଳୁ ସକାଳୁ ତୋ ପୁଅର ଫଟୋ ଟିଭିରେ ଦେଖି କେମିତି ରହିପାରିଥାନ୍ତି ସତରେ ତୋ ପୁଅ ଗୋଟେ ସୁନାମୁଣ୍ଡାଟିଏ ହଁ ଆମ ପୁଅ ଗୋଟେ ସୁନାମୁଣ୍ଡା ହେଲେ ତାର ଗୋଟିଏ ଫଟା କପାଳ ତା ନ ହୋଇଥିଲେ ଓଡ଼ିଶାରେ ଫାଷ୍ଟ ମଧ୍ୟ ସେ ଆଜି ପାଠ ପଢି ପାରୁନି ତୁମେ କାନ୍ଦୁଛ ମାଳତୀ? ନା ତୁମେ କାନ୍ଦନି ଦରକାର ପଡିଲେ ମୁଁ ମୋର ସେଇ ଜମି ଖଣ୍ଡିକ ବିକିବି ହେଲେ ଆମ ରାହୁଲ ପାଠ ପଢିବ ଆଉ ମଣିଷ ପରି ମଣିଷଟିଏ ବି ହେବ। ଆରେ ସାଧୁଆ ତୋର ଜମି ଆଉ ଭିଟାମିନକୁ ବିକିବାକୁ ପଡିବନି ରେ କାହିଁକି ନା ଆମ ରାହୁଲ ପାଠ ପଢିବା ଖର୍ଚ୍ଚ ମୁଁ କରିବି ଆଉ ଦରକାର ହେଲେ ବ୍ୟାଙ୍କ ମ୍ୟାନେଜର କହି ଲୋନ୍ ମଧ୍ୟ କରାଇଦେବି ମଉସା ମୁଁ ଆପଣଙ୍କର ଏ ଋଣ କେବେ ବି ଶୁଝି ପାରିବିନି ହେଲେ ତୁ ଆରେ ଏଥିରେ ଭାବିବାର କଣ ଅଛି ତୋ ପୁଅ କଣ ମୋର କିଛି ନୁହେଁ ତତେ କଣ କହି ଧନ୍ୟବାଦ ଦେବି ମୁଁ କିଛି ବୁଝିପାରୁନି ସତେ ଯେମିତି ତୁ ଆମ ପାଇଁ ଭଗବାନ। ମନ ଦେଇ ପାଠ ପଢିବୁ ବେଷ୍ଟ ଅଫ ଲକ୍ ହଉ ସାଧୁଆ ଏଥର ମୁଁ ଆସୁଛି ଭାଉଜ